କାହିଁକି ଖରାପ ହୁଏ କିଡ୍ନି? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ ବିଷୟରେ। ନମସ୍କାର ଦର୍ଶକ ବନ୍ଧୁ, କିଡ୍ନି ହେଉଛି ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମଣିଷ ଶରୀରରେ ଯଦି କିଡ୍ନି ଜନିତ ରୋଗ ହୋଇଥାଏ, ତେବେ ଏହା ମନୁଷ୍ୟକୁ ମୃତ୍ୟୁମୁଖ ଆଡ଼କୁ ନେଇଯାଇଥାଏ। ଆପଣ ଦେଖିଥିବେ ଆମ ଘରେ ପାଣିକୁ ଛାଣିବାର ଯନ୍ତ୍ର ରହିଥାଏ। ଆମେ ପାଣିକୁ ସେଥିରେ ପକାଇଥାଉ, ତାପରେ ଛଣା ହୋଇଥିବା ପାଣିକୁ ପିଉଥାଉ। ଆମେ ଦେଖିଥାଉ ଯେ ସେହି ଯନ୍ତ୍ର ମଧ୍ୟରେ ଆମେ ଶୁଦ୍ଧ ପାଣି ପିଇପାରୁଛୁ। ଠିକ୍ ସେହିପରି ଆମ ଶରୀରରେ ମଧ୍ୟ କିଡ୍ନି ଛାଣିବାର କାର୍ଯ୍ୟ କରିଥାଏ। ଯଦି ଏହା ଖରାପ ହୋଇଯାଇଥାଏ, ତେବେ ଦୂଷିତ ଜିନିଷ ଆମ ଶରୀରକୁ ସିଧାସଳଖ ପ୍ରବେଶ କରିଥାନ୍ତି। ତେଣୁ କିଡ୍ନି ଜନିତ ସମସ୍ୟାକୁ ସାମାନ୍ୟ ଭାବିବେ ନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ ଆମ ଦେଶରେ ଅଧିକାଂଶ ଲୋକମାନେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆମ ଦେଶରେ ଅଧିକ କିଡ୍ନି ଫେଲ୍ ଦେଖାଦେଇଥାଏ। ଆମେ କେତେକ ଲୋକମାନେ ଆଣ୍ଠୁବିନ୍ଧା ସମସ୍ୟା, ମୁଣ୍ଡବିନ୍ଧା ପାଇଁ ଔଷଧ ବର୍ଷ ବର୍ଷ ଧରି ଖାଇଥାଉ। ଏହାର ପ୍ରଭାବ ପଡ଼ିଥାଏ ଆମ କିଡ୍ନି ଉପରେ। ତେଣୁ ଡାକ୍ତର ପରାମର୍ଶ ଦିଅନ୍ତି କି ଯେ ଅଧିକ ଔଷଧର ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଆମକୁ ଆବଶ୍ୟକ ହେଲେ ହିଁ ଔଷଧ ଖାଇବା ଉଚିତ। ଆଉ କେତେକ ସ୍ତରରେ ଅଧିକ ଆଣ୍ଟିବାୟୋଟିକ୍ ମେଡିସିନ୍ ଖାଇବା ଦ୍ୱାରା ମଧ୍ୟ କିଡ୍ନି ଖରାପ ହୋଇଥାଏ। ଆପଣ କେମିତି ଜାଣିବେ ଯେ ଆପଣଙ୍କର କିଡ୍ନି ଖରାପ ହୋଇଛି ବୋଲି? ଚାଲନ୍ତୁ ଏହାର ଲକ୍ଷଣ ବିଷୟରେ ଜାଣିବା। ଯଦି ଆପଣଙ୍କର କିଡ୍ନି ଖରାପ ହୋଇଥାଏ, ତେବେ ଆପଣଙ୍କୁ ଦୁର୍ବଳ ଲାଗିଥାଏ ଏବଂ ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ। ସାମାନ୍ୟ କାମ କରିବାରେ ଥକାପଣ ଅନୁଭବ କରନ୍ତି। ଯଦି ଆପଣ ଏହିସବୁ ଲକ୍ଷଣ ଅନୁଭବ କରୁଛନ୍ତି, ଯଥାଶୀଘ୍ର ଯାଇ ଡାକ୍ତରଙ୍କୁ ପରାମର୍ଶ କରିପାରିବେ। କିଡ୍ନି ସମସ୍ୟା ଜାଣିବା ପାଇଁ ଆପଣଙ୍କର ପରିସ୍ରା ଏବଂ ରକ୍ତର ପରୀକ୍ଷା କରାଇବା ଦ୍ୱାରା ଆମେ ଜାଣିପାରିବା କି ଯେ କିଡ୍ନି ଖରାପ ହୋଇଛି କି ନାହିଁ। ଯଦି ପାଣିରେ ଜିଙ୍କର ପରିମାଣ ଅଧିକ ରହିଥାଏ, ଏହାକୁ ଅଧିକ ପିଇବା ଦ୍ୱାରା ମଧ୍ୟ କିଡ୍ନି ସମସ୍ୟା ଦେଖାଯାଇଥାଏ। ତେଣୁ ପାଣିର ସେବନ ଅଧିକ ବା କମ୍ ବି କର ନାହିଁ। ସଠିକ୍ ପରିମାଣରେ ପାଣି ପିଇବା ଉଚିତ। ତେଣୁ ଆପଣ ଗରମ ପାଣି ପିଅନ୍ତୁ ଏବଂ ସବୁଦିନ ବ୍ୟାୟାମ ଯୋଗ ନିଶ୍ଚିତ ଭାବରେ କରନ୍ତୁ। ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।